ଆସନ୍ତୁ ଆଲୋଚନା କରିବା। ପୂର୍ବ କ୍ଲାସରେ ଆଲୋଚନା କରିଥିଲେ ସାହିତ୍ୟ ତତ୍ତ୍ୱ ସମ୍ପର୍କରେ 30 ଗୋଟି ପ୍ରଶ୍ନ ଉତ୍ତର ସିରିଜ ଚାଲିଥିଲା। ଆଜିଠୁ ଆରମ୍ଭ ହବ ନୀତି ସାହିତ୍ୟ ସମ୍ପର୍କରେ 30 ଗୋଟି ପ୍ରଶ୍ନ। ପ୍ରତ୍ୟେକ ଦିନ ଚେଷ୍ଟା କରିବେ ଅଣେଇରେ ଭିଡିଓ ପକେଇବା ପାଇଁ। ଆସନ୍ତୁ ଆଜି ଆଲୋଚନା କରିବା ନୀତି ସାହିତ୍ୟ ସମ୍ପର୍କରେ। ପ୍ରାକୃତି ପ୍ରାକୃତି ଅର୍ଜୁନ ଦାସ, ନରସିଂହ ସେଣ ପ୍ରମୁଖ। ପଞ୍ଚସଖା ଯୁଗର ଅନ୍ତିମ ଓ ରୀତି ଯୁଗ ପୃଷ୍ଠଭୂମିର ସମୟ ହେଉଛି ପ୍ରାକ୍ ରୀତିର ଅବଧି। ମାନେ କଣ? ପଞ୍ଚସଖା ଯୁଗର ଶେଷ ସମୟ ଏବଂ ରୀତି ଯୁଗର ଆରମ୍ଭ ସମୟକୁ ଆମେ କଣ କହିବା? ପ୍ରାକ୍ ରୀତି ବୋଲି କହିବା। ସମୟ ସୀମା ତାହେଲେ ପଞ୍ଚସଖା ଯୁଗର ଶେଷ ଏବଂ ରୀତି ଯୁଗର ଆରମ୍ଭର ମଧ୍ୟବର୍ତ୍ତୀ ସମୟକୁ ଆମେ ପ୍ରାକ୍ ରୀତିର ସମୟ ବୋଲି। ଏହି ଅବଧି ମଧ୍ୟରେ ଅର୍ଜୁନ ଦାସ, ଏହି ସମୟ ମଧ୍ୟରେ ଅର୍ଜୁନ ଦାସ, ନରସିଂହ ସେଣ, ଦେବଦୁର୍ଲ୍ଲଭ ଦାସ, ବିଷ୍ଣୁ ଦାସ, ଶିଶୁଶଙ୍କର ଦାସ, କାର୍ତ୍ତିକ ଦାସ, ଚାନ୍ଦ ଦାସ, ଧବ ଦାସ, ପ୍ରତାପ ରାୟ ପ୍ରମୁଖ କବିଗଣ କାବ୍ୟ କବିତା ରଚନା କରି ଏହି ଯୁଗକୁ ଏକ ସମୃଦ୍ଧିଶାଳୀ କାବ୍ୟ ଯୁଗରେ ପ୍ରାରମ୍ଭ ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି। ଏହି ପ୍ରାକ୍ ରୀତି ଯୁଗରେ କୋଉମାନେ ପ୍ରମୁଖ କବିଗଣ? ଅର୍ଜୁନ ଦାସ, ନରସିଂହ ସେଣ, ଦେବଦୁର୍ଲ୍ଲଭ ଦାସ, ବିଷ୍ଣୁ ଦାସ, ଶିଶୁଶଙ୍କର ଦାସ, କାର୍ତ୍ତିକ ଦାସ, ଚାନ୍ଦ ଦାସ, ଉଦ୍ଧବ ଦାସ, ପ୍ରତାପ ରାୟ ଏମାନେ ଥିଲେ ପ୍ରମୁଖ କବିଗଣ ପ୍ରାକ୍ ଯୁଗର। ଅର୍ଜୁନ ଦାସଙ୍କ ରାମ ବିବାହ, ଅର୍ଜୁନ ଦାସଙ୍କର ରାମ ବିବାହ ପ୍ରଥମ କାବ୍ୟ। ପରବର୍ତ୍ତୀ ସମୟ ଅର୍ଥାତ୍ ସୂର୍ଯ୍ୟବଂଶୀ ସମ୍ରାଟ ପ୍ରତାପ ରୁଦ୍ର ଦେବଙ୍କ ସମସାମୟିକ କବି ନରସିଂହ ସେଣ। ହେଲେ ପରବର୍ତ୍ତୀ ସମୟର ସୂର୍ଯ୍ୟବଂଶୀ ସମ୍ରାଟ ପ୍ରତାପ ରୁଦ୍ର ଦେବଙ୍କ ସମୟ କେତେ? ଖ୍ରୀଷ୍ଟ 1504 ରୁ 1552 ହଉଛି ପ୍ରତାପ ରୁଦ୍ର ଦେବଙ୍କ ସମୟ। ସେ ସମୟରେ ଯେତେବେଳେ ପ୍ରତାପ ରୁଦ୍ର ଦେବ ରାଜା ଥିଲେ, ସେ ସମୟର କବି ହେଉଛନ୍ତି କିଏ? ନରସିଂହ ସେଣ। ତାଙ୍କ ଦ୍ୱାରା ରଚିତ ପରିମଳା କାବ୍ୟ ଷୋଡଶ ଶତାବ୍ଦୀର କାବ୍ୟ ଭଣ୍ଡାରକୁ ସମୃଦ୍ଧ କରିଥିଲା। ଶତାବ୍ଦୀର କାବ୍ୟ ଭଣ୍ଡାରକୁ ସମୃଦ୍ଧ କରିଥିଲା ନରସିଂହ ସେଣଙ୍କ ପରିମଳା ଗୋଟିଏ କାଳ୍ପନିକ କାବ୍ୟ। এই ପରିମଳା ଗୋଟିଏ କଣ? କାଳ୍ପନିକ। ଏହି ସମୟରେ ରୁକ୍ମଣୀ ବିବାହ, କୋଉ କାବ୍ୟ ଆସିଥିଲା? ରୁକ୍ମଣୀ ବିବାହ, ଗୋପୀ ଚନ୍ଦନ, ରହସ୍ୟ ମଞ୍ଜରୀ, ଗୋପୀ ଭାଷା, ଚାଟ ଇଚ୍ଛାବତୀ, ପ୍ରେମ ଲୋଚନା, ଉଷା ବିଳାସ, ମଦାଳସା ଭଳି କାବ୍ୟମାନ ରଚିତ ହୋଇ ରୀତି ଯୁଗ ଏବଂ ଏକ ବଳିଷ୍ଠ ଭିତ୍ତିଭୂମିରେ ନିର୍ମିତ ହୋଇଥିଲା। ଏଗୁଡ଼ିକୁ ତାହେଲେ ସେତେବେଳେ ରଚନା କରାଯାଇଥିଲା ପ୍ରାକ୍ ରୀତି ଯୁଗୀୟ ରଚନା। କୋଉଗୁଡ଼ିକ? ରୁକ୍ମଣୀ ବିବାହ, ଗୋପୀ ଚନ୍ଦନ, ରହସ୍ୟ ମଞ୍ଜରୀ, ଗୋପୀ ଭାଷା, ଚାଟ ଇଚ୍ଛାବତୀ, ପ୍ରେମ ଲୋଚନା, ଉଷା ବିଳାସ, ମଦାଳସା ଏସବୁ କାବ୍ୟ ଥିଲା ପ୍ରାକ୍ ରୀତି ଯୁଗୀୟ ରଚନା। ପ୍ରଥମ ପ୍ରଶ୍ନ, ଓଡ଼ିଆ ସାହିତ୍ୟର ସର୍ବପ୍ରଥମ କାବ୍ୟ କେଉଁଠି? ଓଡ଼ିଆ ସାହିତ୍ୟର ସର୍ବପ୍ରଥମ କାବ୍ୟ କେଉଁଠି? ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ବିବାହ, ରାମ ବିବାହ। ଆମେ ଟିକେ ପୂର୍ବରୁ ମଧ୍ୟ ପରବର୍ତ୍ତୀ ପ୍ରଶ୍ନ, କି ବିଶ୍ୱାସ କରଇ ଜେବଣ ନର ଜୀବନ ବିଫଳତାର ପଶୁହୁ କୁଆଁର। ଏ ପଦ କେଉଁ କବିଙ୍କର? କି ବିଶ୍ୱାସ କରଇ ଜେବଣ ନର ଜୀବନ ବିଫଳତାର ପଶୁହୁ କୁଆଁର ପଦ କେଉଁ କବିଙ୍କର? ମୋର ପ୍ରଶ୍ନର ଉତ୍ତର ହେବ ଇ ହେବ ଏହାର ଉତ୍ତର, ନରସିଂହ। ପରବର୍ତ୍ତୀ, ଉଷାବିଳାସ କାବ୍ୟ ସୃଷ୍ଟିର ମୂଳ ଉତ୍ସ କେଉଁ ଗ୍ରନ୍ଥ?
ये आलोचना मध्य ହେଇଥିଲା क्वेश्चन आंसर आज डिस्कशन भी ହେଇଥିଲା ଏ ପ୍ରଶ୍ନଟି ଚିତ୍ତାବିଳାସ କାବ୍ୟ ସୃଷ୍ଟିର ମୂଳ ଉତ୍ସ କେଉଁ ଗ୍ରନ୍ଥ? ମୋର ପ୍ରଶ୍ନର ଉତ୍ତର ହେବ ଭାଗବତ ଓ ହରିବଂଶ। ହବୟାର ପରବର୍ତ୍ତୀ ପ୍ରଶ୍ନ ଦେଶ ଭାଷାରେ ମୁଁ ଗୀତ ରଚିଲଇ ସବୁଙ୍କର ବୁଝିବା ପାଇଁ ଦେଶ ଭାଷାରେ ମୁଁ ଗୀତ ରଚିଲଇ ସବୁଙ୍କର ବୁଝିବା ପାଇଁ କାହାର ଉକ୍ତି? ମୋର ପ୍ରଶ୍ନର ଉତ୍ତର କଣ ହେବ? ଟି ନରସିଂହ। ପରବର୍ତ୍ତୀ ପ୍ରଶ୍ନ ଦେବଦୁର୍ଲ୍ଲଭ ଦାସଙ୍କ ରହସ୍ୟ ମଞ୍ଜରୀ କାବ୍ୟ ସହ କେଉଁ କାବ୍ୟର ସାମ୍ୟ ରହିଛି? ଦେବଦୁର୍ଲ୍ଲଭ ଦାସଙ୍କ ରହସ୍ୟ ମଞ୍ଜରୀ କାବ୍ୟ ସହ କେଉଁ କାବ୍ୟର ସାମ୍ୟ ରହିଛି? କି ଚନ୍ଦନ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା ପ୍ରଥମ କାଳ୍ପନିକ କାବ୍ୟର ରଚୟିତା କିଏ? 6 ନମ୍ବର ପ୍ରଶ୍ନ ପ୍ରଥମ କାଳ୍ପନିକ କାବ୍ୟର ରଚୟିତା କିଏ? ଚୁନ ଦାସ। ଚୁନ ଦାସଙ୍କର ପ୍ରଥମ କାଳ୍ପନିକ କାବ୍ୟର। ପରବର୍ତ୍ତୀ ପ୍ରଶ୍ନ ସତ୍ୟ ଥିଲେ ଧର୍ମ ଅଛି ଧର୍ମ ଥିଲେ ଜୟ ନାନା ପାପ ପାପଙ୍କ ସତ୍ୟରେ ହୁଏ କ୍ଷୟ। ସତ୍ୟହାନି ହଇରାଣ ମନରେ ନରକରେ ଗତି ଶତଜନ୍ମ ପରିଜନ୍ତେ ଅମୋକ୍ଷ ହୁଅନ୍ତି। ଉତ୍ତର କଣ ହେବ? ସି ହବ। ଏହା କେଉଁ କାବ୍ୟର ଏକ ଉଦାହରଣ? ନମ୍ବର ପ୍ରଶ୍ନର ଉତ୍ତର ହେବ ସି। ସତ୍ୟ ଥିଲେ ଧର୍ମ ଧର୍ମ ଥିଲେ ଜୟ ନାନା ପାପରେ ହଏ କ୍ଷୟ ସତ୍ୟହାନି ହଇରାଣ ନରକରେ ଶତଜନ୍ମ ପରିଜନ୍ତେ ଅମୋକ୍ଷ ହୁଅନ୍ତି। ଏହା କେଉଁ କାବ୍ୟର ଏକ ଅଂଶ? ଓ କାବ୍ୟ ଶଶିସେଣା କାବ୍ୟ। ପରବର୍ତ୍ତୀ ପ୍ରଶ୍ନ କ ସ୍ତମ୍ଭ ଖ ସ୍ତମ୍ଭକୁ ଯୋଡ଼ିବା 8 ନମ୍ବର ପ୍ରଶ୍ନ କଳ୍ପଲତା। କଳ୍ପଲତା ଗୋଟିଏ କାଳ୍ପନିକ କାବ୍ୟ। ଏକର ଆଇଭି ଆଇଭି ଏକର ଆଇଭି ଏଇଠି ଦିଟା ଯାକ ଅଛି ଗୋପୀଚନ୍ଦନ ତାପରେ ଆସିଲା ବୀର ଆଇ ଗୌଡୀୟ ବୈଷ୍ଣବ। 8 ନମ୍ବର ପ୍ରଶ୍ନର ଉତ୍ତର ହବ କଳ୍ପଲତା କାଳ୍ପନିକ କାବ୍ୟ। ତାପରେ 2 ନମ୍ବର ଗୋପୀଚନ୍ଦନ ଗୌଡୀୟ ବୈଷ୍ଣବ 3 ର 2 ମଦାଳସା ଖଣ୍ଡେୟ ପୁରାଣ ଉଷାବିଳାସ ଦ୍ୱାର କାলীନ 4 ର ତାହେଲେ ଉତ୍ତର କଣ ହବ? ବି ହବ ୟାର ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଚାରି ଭକ୍ତି ମଧ୍ୟରେ ପ୍ରେମ ଭକ୍ତି ଅଟେ ସାର ସେ ଭକ୍ତି ଅଟଇ କଠ କପିମାନଙ୍କର। ଏହି ଉକ୍ତିଟି ବା ଏହି ପଂକ୍ତିଟି କେଉଁ କବିଙ୍କର? 9 ନମ୍ବର ପ୍ରଶ୍ନର ଉତ୍ତର କଣ? ଦେବଦୁର୍ଲ୍ଲଭ ଦାସଙ୍କ। ଦେବଦୁର୍ଲ୍ଲଭ ଦାସଙ୍କ। ପରବର୍ତ୍ତୀ ପ୍ରଶ୍ନ 10 ନମ୍ବର ପ୍ରଶ୍ନ କପଟକାଳୀ କାବ୍ୟର ସ୍ରଷ୍ଟା କିଏ? 10 ନମ୍ବର ପ୍ରଶ୍ନର ଉତ୍ତର କପଟକେଳୀ କାବ୍ୟର ସ୍ରଷ୍ଟା କିଏ? କପିଳେଶ୍ୱର ଦାସ। କପଟକେଳୀ କପିଳେଶ୍ୱର। ପରବର୍ତ୍ତୀ ପ୍ରଶ୍ନ ଉଷାବିଳାସ ଆରମ୍ଭରେ କେଉଁ ଦେବତାଙ୍କ ସ୍ତୁତିଗାନ କରିଛନ୍ତି କବି? ଉଷାବିଳାସ କାବ୍ୟ ଆରମ୍ଭରେ କେଉଁ ଦେବତାଙ୍କର ସ୍ତୁତିଗାନ କରାଯାଇଛି? 9 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ସି ମନେ ରଖିବେ ଶ୍ରୀ ଜଗନ୍ନାଥଙ୍କୁ ସ୍ତୁତି କରିଛନ୍ତି କବି। 12 ନମ୍ବର ପ୍ରଶ୍ନ କେଉଁଠି ପ୍ରତାପ ରାୟଙ୍କ ଦ୍ୱାରା କେଉଁଠି ପ୍ରତାପ ରାୟଙ୍କ ଦ୍ୱାରା ରଚିତ? ଶଶିସେଣା ସମସ୍ତେ ଜାଣିଥିବେ ଶଶିସେଣା କାବ୍ୟ ପ୍ରତାପ ରାୟଙ୍କ ଦ୍ୱାରା। ପରବର୍ତ୍ତୀ ପ୍ରଶ୍ନ ଢଗ ମୁକୁତାବଳୀ
କାବ୍ୟରେ କେଉଁ ବିଷୟ ଆଲୋଚନା କରାଯାଇଛି? ଢଗ ମୁକୁତାବଳୀ କାବ୍ୟରେ କେଉଁ ବିଷୟ ଆଲୋଚନା କରାଯାଇଛି? 13 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଟି ଛନ୍ଦ ବିଷୟରେ। ଢଗ ମୁକୁତାବଳୀ କାବ୍ୟରେ ଛନ୍ଦ ବିଷୟରେ ବର୍ଣ୍ଣନା କରା। ପରବର୍ତ୍ତୀ ପ୍ରଶ୍ନ କ ସ୍ତମ୍ଭ ଖ ସ୍ତମ୍ଭ ପୁଣି ଆସିଲା। 14 ନମ୍ବର ପ୍ରଶ୍ନର ଉତ୍ତର ହଉଛି କଣ? ସି ହଉଛି ଉତ୍ତର। ଚାଲନ୍ତୁ ଦେଖିନେବା ଆମେ। ପରିମଳା ପରିମଳା ମକରକେତୁ ଏସବୁ ଚରିତ୍ର। ପରିମଳା ମକର ଆଇର ବାଇ। ତାପରେ ପ୍ରେମଲୋଚନା ପ୍ରେମଲୋଚନା କଣ ହବ? ସୁଧାକର 2ର ଖାଇବି। ପ୍ରେମଲୋଚନା ସୁଧାକର। କଳ୍ପଲତା ଅମର ଶିଖର କଳ୍ପଲତା ଅମର ଶିଖର। ଉଷାଭିଳାଷ ନିରୁଦ୍ଧ ଉଷାଭିଳାଷ ଅନିରୁଦ୍ଧ। ଏଇ ଯୋଉ ଅଛନ୍ତି ଚରିତ୍ର ଗୁଡିକ ଏଇଗୁଡିକୁ ମନେ ରଖିବେ। ନାୟକ ମାନେ ଅମର ଶିଖର ମକରକେତୁ ଅନିରୁଦ୍ଧ ଏବଂ ସୁଧାକର କାବ୍ୟର ନାୟକ ମାନେ ଏମାନଙ୍କୁ ଆପଣ ମାନେ ମନେ ରଖିବେ। ଆଗକୁ ଯିବା। ପ୍ରେମ ପଞ୍ଚାମୃତ କାବ୍ୟର କବି କିଏ? 15 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ଭୂପତି ପଣ୍ଡିତ। ପ୍ରେମ ପଞ୍ଚାମୃତ କାବ୍ୟର କବି କିଏ? ଭୂପତି ପଣ୍ଡିତ। ପରବର୍ତ୍ତୀ ପ୍ରଶ୍ନ 16 ନମ୍ବର ପ୍ରଶ୍ନ ମୁକତି ଯେହ୍ନେ ସୁରତି ତେହ୍ନେ ସକଳ ଭୋଗଇ ଅନ୍ତ ଦୁଃଖ ତହିତ କିଛି ନ ଜାଣଇ ଆଶୟ ବିଷୟ 16 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଏହା କେଉଁ କାବ୍ୟର ଅଂଶ ବିଶେଷ? ଅପକେଳି। ମୁକତି ଯେହ୍ନେ ସୁରତି ତେହ୍ନେ ସେମିତି ନାହିଁ, ଯୋଉଠି ମୁକତି ସେଇଠି ସୁରତି। ସକଳ ଭୋଗଇ ଅନ୍ତ ଦୁଃଖ ସହିତ କିଛି ନ ଜାଣଇ ନାଶ ବିଷୟ ତାହା କେଉଁ କାବ୍ୟର ଏକ ଅଂଶ? ଅପକେଳି ଏକ ଅଂଶ। ପରବର୍ତ୍ତୀ ପ୍ରଶ୍ନ 17 ନମ୍ବର କାଳାନୁକ୍ରମ ପଦ୍ଧତିରେ ସଜାଇ ଲେଖ। ତାହାପରେ କିଏ କାଳ ଅନୁସାରେ ବା ସମୟ ଅନୁସାରେ ସେମାନଙ୍କୁ ସଜେଇ ରଖିବା। 17 ନମ୍ବର ପ୍ରଶ୍ନର ଉତ୍ତର ହେବ ଅର୍ଜୁନ ଦାସ ବନମାଳୀ ଦାସ ନରସିଂହ ସେଣ ପ୍ରତାପ ରାୟ କାର୍ତ୍ତିକ। 17 ନମ୍ବର ପ୍ରଶ୍ନ ନିହାତି ମନେ ରଖିବେ। ଅର୍ଜୁନ ଦାସ ଆଗ ଆସିବେ, ତାପରେ ବନମାଳୀ ଦାସ ଆସିବେ, ତାପରେ ନରସିଂହ ସେଣ ଆସିବେ, ତାପରେ ପ୍ରତାପ ରାୟ ଓ କାର୍ତ୍ତିକ ଦାସ। 17 ନମ୍ବର ପ୍ରଶ୍ନର ଉତ୍ତର ହେବ 18 ନମ୍ବର ପ୍ରଶ୍ନ ମଦାଳସା ଆଖ୍ୟାୟିକା କାବ୍ୟର ଶ୍ରେଷ୍ଠା କିଏ? ମଦାଳସା ଆଖ୍ୟାୟିକା କାବ୍ୟର ଶ୍ରେଷ୍ଠା କିଏ? 18 ନମ୍ବର ପ୍ରଶ୍ନର ଉତ୍ତର ହେବ ଧର ନରେନ୍ଦ୍ର। ପରବର୍ତ୍ତୀ ପ୍ରଶ୍ନ 19 ନମ୍ବର ପ୍ରଶ୍ନର 19 ନମ୍ବର ପ୍ରଶ୍ନ 19 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ପୁରୁଷୋତ୍ତମ ଦାସ କାଞ୍ଚିକାବେରୀ। ପୁରୁଷୋତ୍ତମ ଦାସ କାଞ୍ଚିକାବେରୀ। ଗୋଟିଏ ଯଦି ଆପଣ କରିପାରିଲେ ତାହେଲେ କ୍ୱେଶ୍ଚନ ସହଜ ହେଇଯିବ। ତାହେଲେ କଣ ହବ? ଏଇଟା ତ ହବ ନାହିଁ, ଏର ଟ୍ରିପୁଲ ଆଇ ମାନେ 3ଟା ଅଛି, ଏଇଟା କଟିଗଲା, ଇ ହବ ନାହିଁ, ତାକୁ କଟିଦେଲେ କାଟିଦେଲେ। ଆଉ ବାକି ବିଷ୍ଣୁ ଦାସ। ବିଷ୍ଣୁ ଦାସଙ୍କର କଣ ହବ? লীଳାବତୀ। ବିଷ୍ଣୁ ଦାସ লীଳାବତୀ। ତାହେଲେ କଣ ହବ? ଆଇଭି 2ଟା ଆଇଭି ହବ। ଆଇଭି ତାହେଲେ ଇଏ ବି କଟିଗଲା, ଇଏ ତ ଆଇ, ଇଏ ବି ଆଇ ଲେଖା ହେଇଛି 2 ସିରିଏଲରେ, ତାହେଲେ ବି ହବ ୟାର ଉତ୍ତର। ପୁଣି ପାର୍ଥ ଶ୍ରୀ ଚନ୍ଦନ କଣ ହବ? 3ର ୱାଇ। କଳାବତୀ। କହ୍ନେଇ ଦାସ ଗୋପୀ ଭାଷା। କହ୍ନେଇ ଦାସ କଣ ରଚନା କରୁଛନ୍ତି? ଗୋପୀ ଭାଷା। 4ର ଆଇ। ହେଲେ ବି ହବ ୟାର
ପରବର୍ତ୍ତୀ ପ୍ରଶ୍ନ କେଉଁ ରଚନା ଚାନ୍ଦ ଦାସଙ୍କର ନୁହେଁ? 20 ନମ୍ବର ପ୍ରଶ୍ନ କେଉଁ ରଚନା ଚାନ୍ଦ ଦାସଙ୍କର ନୁହେଁ? 20 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ଗପଜୀବନ ଚଉତିଶା। ଗପଜୀବନ ଚଉତିଶା ଚାନ୍ଦ ଦାସଙ୍କର ନୁହେଁ। ପ୍ରବାସ ବାହୁଡା ଚଉତିଶା, ମନ୍ଦାକିନୀ ଚଉତିଶା, ମାଲ୍ୟବନ୍ତ ଚଉତିଶା ଏସବୁ ଚାନ୍ଦ ଦାସଙ୍କର, ବାକି ଗପଜୀବନ ଚଉତିଶା ନୁହେଁ। ପ୍ରଶ୍ନ ଭଲ କି ପଢିବେ, କୋଉଠି ନୁହେଁ କି ହଁ ଲେଖା ହେଇଛି। ପରବର୍ତ୍ତୀ ନିମ୍ନଲିଖିତ କାବ୍ୟମାନଙ୍କ ମଧ୍ୟରୁ କେଉଁଟି ରାଧାଙ୍କୁ ଆଧାର କରି ରଚିତ? 21 ନମ୍ବର ପ୍ରଶ୍ନ ନିମ୍ନଲିଖିତ କାବ୍ୟମାନଙ୍କ ମଧ୍ୟରୁ କେଉଁ କାବ୍ୟରେ ରାଧାଙ୍କୁ ଆଧାର କରି ରଚନା କରାଯାଇଛି ବା କେଉଁ କାବ୍ୟଟି ରାଧାଙ୍କୁ ଆଧାର କରି? 21 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ରହସ୍ୟ ମଞ୍ଜରୀ। ପରବର୍ତ୍ତୀ ପ୍ରଶ୍ନ କାଟ ଇଚ୍ଛାବତୀ କାବ୍ୟର ସ୍ରଷ୍ଟା କିଏ? କାଟ ଇଚ୍ଛାବତୀ ଦାସଙ୍କର। ପରବର୍ତ୍ତୀ ପ୍ରଶ୍ନ କେଉଁ କାବ୍ୟଟି ଲୋକକଥା ଉପରେ ଆଧାରିତ? କେଉଁ କାବ୍ୟଟି ଲୋକକଥା ଉପରେ ଆଧାରିତ? ଶଶିସେଣା କାବ୍ୟଟି। ପରବର୍ତ୍ତୀ ପ୍ରଶ୍ନ କଳ୍ପଲତାର ପୂର୍ବଜନ୍ମର ନାମ କଣ? ନିହାତି ମନେ ରଖିବା, ବହୁତ ଇମ୍ପୋର୍ଟାଣ୍ଟ। କଳ୍ପଲତାର ପୂର୍ବଜନ୍ମର ନାମ କଣ? 24 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ସୁରେଖା। ସୁରେଖା ହବ ଇଚ୍ଛାବତୀ ଲାବଣ୍ୟବତୀର ପୂର୍ବଜନ୍ମର ଲାବଣ୍ୟବତୀ କାବ୍ୟ। ସୁରେଖା ତାହେଲେ କଳ୍ପଲତାର ପୂର୍ବଜନ୍ମର ନମ୍ବର। ପରବର୍ତ୍ତୀ ପ୍ରଶ୍ନ 25 ନମ୍ବର କସ୍ତମ୍ଭ ଖସ୍ତମ୍ଭ ପରିମଳା କେଉଁ କାବ୍ୟ? ଯିବା 25 ନମ୍ବର ପ୍ରଶ୍ନ କାଞ୍ଚି କାବେରୀ ଐତିହାସିକ କାବ୍ୟ। ତ ଜାଣିଛନ୍ତି ଆପଣ ମାନେ କାଞ୍ଚି କାବେରୀ ଗୋଟିଏ ଐତିହାସିକ କାବ୍ୟ। ତାହେଲେ ଏକର ଟ୍ରିପୁଲ ଆଇ ଅଛି, ଇଏ ଅଛି, ଫାର୍ଷ୍ଟଟା କଟିଗଲା, ଇଏ ବି କଟ, ବାକି ଦିଟା ରହିଲା କାଞ୍ଚି କାବେରୀ ଐତିହାସିକ। ତାପରେ ରାମ ବିବାହ କଣ ହବ? ଦୁଇଟା କଣ ହବ? ପ୍ରଥମ କାବ୍ୟ ପଢିଥିଲେ ଆ ପୂର୍ବରୁ ଫାର୍ଷ୍ଟରେ ଯେତେବେଳେ ପଢୁଥିଲେ ରାମ ବିବାହ ଅଛି ପ୍ରଥମ କାବ୍ୟ। ତାହେଲେ ଦୁଇର ଆଇବି ଦେଖିବା, ଦୁଇର ସିଧାର ଆଇବି ଦେଖିବା, ତାହେଲେ ଏଇଟା କି ହବ? ୟାର ବି କଟ ହେଇଗଲା, ଉତ୍ତର କଣ ହେଲା? ବି ହବ ୟାର ଉତ୍ତର। ରହସ୍ୟ ମଞ୍ଜରୀ କଣ? ଆଇ। ରହସ୍ୟ ମଞ୍ଜରୀ ଗୋଟିଏ ପୌରାଣିକ କାବ୍ୟ। ପରିମଳା ଏକ ପରକୀୟା ପ୍ରୀତିମୂଳକ। ପରବର୍ତ୍ତୀ ପ୍ରଶ୍ନ ବିଷ୍ଣୁ ଦାସ କେଉଁ ରାଜାଙ୍କ ପୃଷ୍ଠପୋଷକତାରେ କାବ୍ୟ ରଚନା ଥିଲେ? ବିଷ୍ଣୁ ଦାସ କେଉଁ ରାଜାଙ୍କ ପୃଷ୍ଠପୋଷକତାରେ କାବ୍ୟ ରଚନା କରିଥିଲେ? 26 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ଏ ହବ ଉତ୍ତର। ରଘୁନାଥ ରାଜା ହରିଚନ୍ଦନଙ୍କ ପୃଷ୍ଠପୋଷକତାରେ କାବ୍ୟ ରଚନା କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା 27 ନମ୍ବର ପ୍ରଶ୍ନ କାଟ ଇଚ୍ଛାବତୀ କାବ୍ୟର ନାୟକ କିଏ? 27 ନମ୍ବର ପ୍ରଶ୍ନ କାଟ ଇଚ୍ଛାବତୀ କାବ୍ୟର ନାୟକ କିଏ? ଉତ୍ତର କଣ ହବ? ଚାରୁ ବ୍ରହ୍ମ। ମନେ ରଖିବେ ଗୋଟେ, ଚାରୁ ବ୍ରହ୍ମ କାଟ ଇଚ୍ଛାବତୀ କାବ୍ୟର। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା, ଟିକେ ଉପରକୁ ଉଠେଇବା। ପ୍ରେମ ପଞ୍ଚାମୃତ ଭୂପତି ପଣ୍ଡିତ। ପ୍ରେମ ପଞ୍ଚାମୃତ ଭୂପତି ପରିମଳା ନରସିଂହ ସେଣ। ଆମେ ଦିଟା ଜାଣିଛେ, ଅଙ୍ଗରେଖା ଧନଞ୍ଜୟ ବଂଶ, ରାତ୍ରି ମହୋତ୍ସବ ବୋଧେ ଲୋକନାଥ ବିଦ୍ୟା। ଯିବା ପ୍ରେମ ପଞ୍ଚାମୃତ ଭୂପତି ପଣ୍ଡିତ, 3 ର 2i, ତାହେଲେ 3 ର 2i ଯିବା, ତାହେଲେ ଏଇ ଦିଟା କଟ ହେଇଗଲା, ଏ ବି ନାହିଁ, ଏ ବି ନାହିଁ, ଦୁଇଟା ଭିତରୁ କୋଉଟା ଆମେ ଜାଣିବା? ତାପରେ ପରିମଳା ନରସିଂହ ସେଣ 4 ର ଆଇ, 4 ର ଆଇ ଦେଖିବା, ଏ ବି କଟ ହେଇଗଲା,
ତାହେଲେ ଉତ୍ତର କଣ ହବ? ବି ହବ ୟାର ଉତ୍ତର। 28 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ବି ହବ ୟାର ଉତ୍ତର। ତାହେଲେ ଏକର ଆଇଭି ନୀଳାଦ୍ରି ମହୋତ୍ସବ, ଲୋକନାଥ ବିଦ୍ୟାଧର, ଅନଙ୍ଗ ରେଖା, ପରବର୍ତ୍ତୀ କାର୍ତ୍ତିକ ଦାସଙ୍କ ରୁକ୍ମଣୀ ବିଭା କେତେ ଛନ୍ଦ ବିଶିଷ୍ଟ? ରୁକ୍ମଣୀ ବିଭା କାବ୍ୟଟି କେତେ ଗୋଟି ଛାନ୍ଦ ବିଶିଷ୍ଟ? ରୁକ୍ମଣୀ ବିଭା କାର୍ତ୍ତିକ ଦାସଙ୍କର 10 ଗୋଟି ଛାନ୍ଦ। ମନେ ରଖିବ କେତେଟି ଛାନ୍ଦ? 10ଟି ଛାନ୍ଦ। ପରବର୍ତ୍ତୀ ପ୍ରଶ୍ନ ଏବଂ ଆଜିର ଶେଷ ପ୍ରଶ୍ନ ମଧ୍ୟ କାଳକ୍ରମ ଅନୁସାରେ ସଜେଇ ଲେଖ। କାଳାନୁକ୍ରମ ପଦ୍ଧତିରେ ସଜାଇ ଦିଅ। ଆମର ପ୍ରଶ୍ନର ଉତ୍ତର ହେବ ଡି ପରିମଳା, ପ୍ରେମଲୋଚନା, ମଦାଳସା, ଉଷାଭିଳାଷ, ରହସ୍ୟମଞ୍ଜରୀ। 1 2 3 4 ହବ। କଣ କହିଲା? ଇଏ ଥିଲା ଆଜିର 30 ଗୋଟି ପ୍ରଶ୍ନ ଉତ୍ତର। ପ୍ରାକ୍ ରୀତିର 30ଟି ପ୍ରଶ୍ନ ଉତ୍ତର। ଭିଡିଓ ଭଲ ଲାଗୁଥିଲେ ଓଡ଼ିଆ ନେଟ୍ ଆଚିଭର୍ସ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଭିଡିଓ ପାଇବାକୁ ଚାହୁଁଥିଲେ ଓଡ଼ିଆ ନେଟ୍ ଆଚିଭର୍ସ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୁଅନ୍ତୁ। ଧନ୍ୟବାଦ।